ଆପଣ ଦେଖୁଛନ୍ତି ଏଇ ଜାଗାଟି ହେଉଛି କ'ଣ ଭାବୁଛନ୍ତି ଏଇ ଜାଗାଟି କ'ଣ ହେଇଥିବ? ଏ ଜାଗାରେ ଆଜି ଏତେ ଲୋକ ଆଉ ବିଶ୍ୱାସ କରିବେନି। ତ ଚାଲନ୍ତୁ ଆଗକୁ ଦେଖିବା, କଣ୍ଟିନ୍ୟୁ କରିବା ଭିଡ଼ିଓଟିକୁ। ହାଇ ଗାଇସ୍, ବର୍ତ୍ତମାନ ଆମେ ଆସି ପହଞ୍ଚିଗଲୁ। ଦେଖଉଛି ଆଜି ନୂଆ ବର୍ଷ 1 ତାରିଖରେ ଏତେ ଜାମ୍ ହେଇଛି, କୁଆଡ଼େ ଟିକେଟ ଫିକେଟ ବନ୍ଦ ହେଇଗଲାଣି। ଆଉ ଯିବା ଦେଖିବା କ'ଣ ହଉଛି। ନଥିବ କାଲି ସୁଟିଂ କରି ଯିବା ଆଉ। ତ ଫାଇନାଲି ଆମେ ଆଜି କଟକରୁ ଆସିଛୁ। ତ ଏଇ ଲୋକେସନକୁ ଆମେ ଆସିଛୁ, ଯେହେତୁ ଆମେ ଆସିନୁ ଆପଣଙ୍କୁ ଦେଖେଇନୁ ଏ ଭିଡ଼ିଓଟି ଆମ ଚ୍ୟାନେଲ ମାଧ୍ୟମରେ। ତ ଆଜି ମୁଁ ଦେଖିବା ପାଇଁ ଭାବିଲି ଏଇ ଜାଗାଟି ବହୁତ ବେଷ୍ଟ ଜାଗା। ତ ଆପଣ କେବେ ବି ଆସିନଥିବେ ଏଇ ଜାଗାଟିକୁ, ତ ଏଇଟା ପୁରା ସସ୍ପେନ୍ସ ହେଇଯିବ ଆପଣଙ୍କ ପାଇଁ ଭିଡ଼ିଓଟି। ତ କଣ୍ଟିନ୍ୟୁ କରନ୍ତୁ, ଆଗକୁ ଦେଖିବା କ'ଣ ହଉଛି। ଏବେ ଦେଖିପାରୁଛନ୍ତି ରାତି ହେଇଗଲାଣି, ଆଜି ଆସିକି ପହଞ୍ଚିଲୁ। ଆଉ ଯେହେତୁ ଏତେ ଭିଡ଼ ଅଛି ଆଜି ପଳେଇବା, କାଲି ଆସିବା ଆଉ। ତ ଭିଉଟା ପୁରା ଦେଖିପାରୁଛନ୍ତି। କାଲି ଯେହେତୁ ଆସିଛୁ ଦେଖେଇବା ଆଉ। ଆମେ ସିନା ଫାଇନାଲ ପୁରା ଜୋସ୍ରେ ଆସିଗଲୁ, କିନ୍ତୁ ଆମ ସକାଳୁ ବାହାରିବା ଲେଟ୍ ହେଇଗଲା। ଯେହେତୁ ଏଠି ଆସିକି 5ଟା ସୁଦ୍ଧା ପହଞ୍ଚିଲୁ, ଆଜ୍ଞା ଏତେ ଜାମ୍ ହେଇଯାଇଛି ଜାଗାଟା। ତ ଏଇଟା ବାହାରୁ ଆପଣଙ୍କୁ ଦେଖାଉଛୁ ଜାଗାଟିକୁ। ତା ଭିତରେ ଗଲେ ଭିତରେ ବହୁତ ପ୍ରକାର ଫିଲ୍ମ ସିରିଏଲ୍ ସବୁକିଛି ସୁଟିଂ ହୁଏ। ଲୁବୁନ୍ ଟୁବୁନ୍ର ବି ଦେଖୁଥିବେ ଆଲବମ୍ ଭିଡ଼ିଓ ଏଠି ସୁଟିଂ ହୁଏ। ତ ଏଇ ଜାଗା ଦେଖି ଆପଣ ଜାଣିପାରୁଥିବେ। ତ ଯେହେତୁ ଆମେ ଆଉ ବନେଇ ପାଇଲୁନୁ ଭିଡ଼ିଓ, ଏତେ ଜାମ୍ ଥିଲା, ପୋଲିସ ବି ଛାଡ଼ିଲାନି। ହଜାର ହଜାର ସଂଖ୍ୟାରେ ଲୋକ ଦର୍ଶକମାନେ ଖାଲି ମୁଣ୍ଡ ଗଣିକି ଆସିଲୁ, ଆଉ କିଛି ଦେଖିପାଇଲୁନୁ। ଯେହେତୁ ଟିକେଟ୍ ବି ମିଳିଲାନି, କାହିଁକିନା ଲୋକ ମିନିମମ୍ ପ୍ରାୟତଃ 4-5 ହଜାର ଅଧିକା ଲୋକ। ତ ଆମେ ଗଣିନୁ, ଯେହେତୁ ଏତେ ଲୋକ ଭିତରକୁ ଗଲେ ଯାଇଛନ୍ତି ବୁଲିବାକୁ କିନ୍ତୁ ବାହାରୁ ନାହାନ୍ତି। ତ ବାହାରିଲେ ସିନା ଏପଟୁ ପୁଣି ଲୋକ ଯିବେ। ତ ଦେଖୁଛନ୍ତି କେଉଁ ଭଳିଆ ଲାଇନ୍ ଲାଗିଛି। ମୋତେ ଲାଗୁଛି ଅତି କମ୍ରେ 1000ରୁ ଉର୍ଦ୍ଧ୍ୱ ଲୋକ ଏଠି ଲାଇନ୍ ଧରିକି ଠିଆ ହେଇଛନ୍ତି। ଆଉ ଏଇ ଜାଗାରୁ ମେନ୍ ରୋଡ଼ ପର୍ଯ୍ୟନ୍ତ ବି ଲୋକଙ୍କର ଭିଡ଼ ଲାଗିଛି। ରାସ୍ତାଘାଟ ପୁରା ଜାମ୍ ହେଇଗଲାଣି। ତ ଆଉ କ'ଣ କରିବା, ବାଧ୍ୟ ହୋଇକି ଯେହେତୁ ଆସିଛୁ। ଆଉ ଏଠୁ କଟକ ପ୍ରାୟତଃ 80-90 କିଲୋମିଟର, ଆଉ ତ ଫେରି ହେବନି ପଛକୁ। ଯଦି ବା ଆସିଛୁ ଆମେ ଯାହା ବି ହେଲେ ଦେଖିକି ଯିବୁ। ଆଉ ଭିଡ଼ିଓଟି ଆପଣମାନଙ୍କ ପାଇଁ ଖାଲି କରିବା କଥା ସ୍ପେଶିଆଲ୍। ତ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ଲାଇକ୍ ଆଉ ସବସ୍କ୍ରାଇବ୍ କରୁନାହାନ୍ତି, ତ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ, ଆହୁରି ବହୁତ ଇଣ୍ଟରେଷ୍ଟ ବଢ଼ିଯିବ। ତ ଫାଇନାଲି ଆମେ ଆଜି ରାତିରେ ଏଠି ରହିଯିବୁ। ଏଇ ଘର ପାଖରେ ଭଉଣୀ ଘର ଅଛି। ତ ସେଠି ସକାଳୁ ବାହାରିକି ଭଲ ଭଲ ପିକନିକ୍ ସ୍ପଟ୍ ଭିଡ଼ିଓ କରିକି, ଆଉ ଏଇ ଭିଡ଼ିଓଟା କାଲି ଆପଣଙ୍କୁ ତା ଭିତରେ ଭିଡ଼ିଓ କରିକି ପଠାଇବା ଆଉ। ତଥାପି ଆମ ମନରେ ଜୋଶ ଅଛି। ତଥାପି ଆମେ ପୁରା ଟିକେ ମାଡ଼ି ଆସିଲୁ ପାଖକୁ, କାଳେ ଟିକେ ଫାଙ୍କା ହେଇଯିବ କି ଗଳି କନ୍ଦି ପଶିକି ପଳେଇବା, ଟିକେ ଦେଖିଦେବା ଆମ ଦର୍ଶକମାନଙ୍କ ପାଇଁ ଭିତରେ କ'ଣ ଅଛି ଭଲ ଭଲ ଜିନିଷ ଦେଖେଇବା। ତ ସବୁ ସେଇ ଆପଣମାନଙ୍କ ପାଇଁ। ତ ଚାଲନ୍ତୁ। ତ ଫାଇନାଲି ଆମେ ଏବେ ଆସି ପହଞ୍ଚିଗଲୁ। ଆଉ ଯେହେତୁ ଆପଣ ଦେଖିପାରୁଥିବେ ଭିଡ଼ିଓରେ, ତ ବହୁତ ଜାମ୍ ଥିଲା। ଯେହେତୁ ନୂଆ ବର୍ଷ 1 ତାରିଖ, ଆଉ ଆମେ ଭାବିଥିଲୁ ସୋମବାର ଆଜି ଫାଙ୍କା ରହିବ କୋଟଗଡ଼ ପାର୍କ, କିନ୍ତୁ ଏତେ ଜାମ୍ ଥିଲା ଯେ ବାଧ୍ୟ ହୋଇକି ସେଠୁ ଆସିବା ପାଇଁ ପଡ଼ିଲା। ଏ ପାଖରେ ଆମର ଥିଲା ମୋ ଭଉଣୀ ଘର, ତ ସେଠି ଆମେ ଆଜି ପହଞ୍ଚିଲୁ। ଆଉ ବର୍ତ୍ତମାନ ପଳେଇ ଆସିଛୁ, ଖାଇ ପିଇ ସାରିଲୁଣୁ। ତ ଶୋଇବା ଏବେ, ଆଉ ସକାଳୁ ଉଠିକି ଯିବା। ବଢ଼ିଆ ବଢ଼ିଆ ଜାଗା ରଖିଛୁ, ସସ୍ପେନ୍ସ ଦେଖିବେ। 2ଟା ପିକନିକ୍ ସ୍ପଟ୍ ନା ଏବେ କହୁନି। ନୟାଗଡ଼ ଦେଖିନଥିବେ, ସବୁ ଜାଗା ଯାଉଛନ୍ତି କିନ୍ତୁ ନୟାଗଡ଼ ଆପଣ ଦେଖିନଥିବେ। ସେ 2ଟା ଜାଗା କାଲି କରିକି ଛଡ଼ା ହବ। ତ ଏଇଟା ଆମେ ଆସିଲୁ ଏବେ। ଆଉ କ'ଣ ଖିଆପିଆ ଚାଲିଛି? ତମେ 2 ଜଣ କ'ଣ କରୁଛ? ମୋବାଇଲ ଦଉଛି। ବର୍ତ୍ତମାନ ଖିଆପିଆ ଚାଲିଛି। ଆଉ ଯେହେତୁ ଆଜି ଆଉ କିଛି ଭିଡ଼ିଓ କରିହେଲାନି, ବହୁତ ଜାମ୍ ଥିଲା। ରଥଯାତ୍ରାଠୁ ପ୍ରବଳ ଭିଡ଼। ଆଉ କାଲି ସକାଳୁ ଉଠିକି ଯିବା କୋଟଗଡ଼ ପାର୍କ, ଆଉ ଗୋଟେ ପିକନିକ୍ ସ୍ପଟ୍ ଆପଣଙ୍କୁ ଦେଖେଇବୁ ଆଉ। ରହିଲୁ, ଜୟ ଜଗନ୍ନାଥ, ଗୁଡ୍ ନାଇଟ୍।